ଏଇଟା କେତେବେଳେ ଘଟଣା ଘଟଣା କଣ କହିବେ ଟିକେ? ଘଟଣାଟା ହେଇଛି ରାତି 4ଟାରୁ 4:30 ମଧ୍ୟରେ ହେଇଛି। କାରଟା ଆସୁଥିଲା ଏପଟୁ ଆଉ ଅଟୋଟା ଆସୁଥିଲା ଏମିତି ରଙ୍ଗରେ, ସେ ଏଠି ୟୁଟର୍ନ ନେବା ଭିତରେ ଗାଡ଼ିଟା ବାଜିଛି ଆଉ। ତେଣୁକରି ଆପଣଙ୍କ ଆମେ ସରକାରକୁ ବହୁତ ବାର ମଧ୍ୟ କହିଲୁଣୁ ଯେ ଆମର ଏଠି ହମ୍ପସେବା ବ୍ୟାରିକେଡ୍ ଦିଅନ୍ତୁ, ସେ ଶୁଣୁନାହାନ୍ତି। ବାରମ୍ବାର ଆକ୍ସିଡେଣ୍ଟ ହେଉଛି ଆଜ୍ଞା ଏଇ ଜାଗାରେ ପ୍ରତି ଦୈନିକ ପ୍ରତି ମାସରେ କିଛି ନହେଲେ 20+ ରହୁଥିବ ବରଂ କମୁନଥିବ ଆକ୍ସିଡେଣ୍ଟରୁ। କାରଟି କଣ ଦ୍ରୁତ ଗତିରେ ଆସୁଥିଲା, ସ୍ପିଡରେ ଆସୁଥିଲା ନା କଣ? ଦ୍ରୁତ ଗତିରେ ଆସୁଥିଲା ଆଜ୍ଞା। ଅଟୋ ବି ରଙ୍ଗ ସାଇଡରେ ଆସୁଥିଲା। ଅଟୋଟା ଏଇଠି ରଖିଥିଲା, ଏଇଠି ବୁଲେଇଲା ଆଉ। ଏଇଠି ଛକରେ ଥିଲା ଅଟୋଟା, ଛକ ବୁଲେଇଲା ଭିତରେ କାରଟା କିନ୍ତୁ ସ୍ପିଡ ରହିଥିଲା। ଯିଏ ଅଟୋ ଚାଳକ ଜଣକ ବର୍ତ୍ତମାନ ଆହତ ହେଇଛି, ହସ୍ପିଟାଲ କଣ କେମିତି କେତେ ମାଡ଼ ହେଇଛି? ତାଙ୍କୁ ମୁଁ ନିଜେ ନେଇକି ଯାଇଥିଲି, ମୋ ଅଟୋରେ ଆଜ୍ଞା ନେଇକି ଯାଇଥିଲି। ସେ ଅଟୋବାଲାର କାନ ପଟୁ ରକ୍ତ ବାହାରୁଛି, ଆଉ ମୁଣ୍ଡ ବି ମଧ୍ୟ ମାଡ଼ ହେଇଛି। ଏ ଗୋଡ଼ଟା ଖଣ୍ଡିଆ, ଡାହାଣ ପଟ ଗୋଡ଼ ବି ମଧ୍ୟ ଖଣ୍ଡିଆ ହେଇଯାଇଛି। ତାଙ୍କୁ ନେଇକି ମୁଁ ନିଜେ ନେଇକି ଛାଡ଼ିକି ଆସିଲି ମୋ ଅଟୋରେ ଆଜ୍ଞା। ସେତେବେଳକୁ କେହି ନଥିଲେ ବି। ନା କଣ କିଛି ପରିଚୟ ଜଣାପଡ଼ିଲାନି, ଯେହେତୁ କୁହାଯାଉଛି ବ୍ରଜ ବୋଲି କୁହାଯାଉଛି ବୋଲି ଶୁଣୁଛି ମଧ୍ୟ ମୁଁ ଆଜ୍ଞା। ସେ ଗାଡ଼ି କହୁଛନ୍ତି ଆମ ଏରିଆର ଗାଡ଼ି ସେ ନୁହଁ, ସେ ଗାଡ଼ିଟା ବାହାର ଗାଡ଼ି। ବାହାର ବୋଲେ ଯୋଉ ପ୍ରଶାନ୍ତ ବିହାର ଆଡ଼କୁ କୁଆଡ଼ୁ ତାଙ୍କର ଗାଡ଼ିଟା ଆସୁଛି। ସେ ଗାଡ଼ି ଅଟୋରେ କେତେ ଜଣ ଥିଲେ? ଅଟୋରେ 2 ଜଣ ଥିଲେ ଆଜ୍ଞା। ଗୋଟେ ସ୍ତ୍ରୀ ଲୋକଟା ଥିଲା, ସ୍ତ୍ରୀ ଲୋକଟା ବି ମଧ୍ୟ ଅଟୋ ଭିତରେ ରହିଥିଲା। ଅଟୋଟାକୁ ଟେକିଲା ପରେ ସ୍ତ୍ରୀ ଲୋକଟା ବାହାରିଲା। ଆଉ 2 ଜଣ ଥିଲେ, ସେମାନଙ୍କର କିଛି ହେଇନି? ସ୍ତ୍ରୀ ଲୋକର ଟିକେ ମୁଣ୍ଡଟା ଫାଟି ଯାଇଛି, ଆଉ କ'ଣ ହେଇଥିବ। କିନ୍ତୁ ସେ ପୁରୁଷ ଲୋକ ଯୋଉ ଡ୍ରାଇଭର ଭାଇନାଙ୍କର ଅଧିକ ହେଇଛି। ଡ୍ରାଇଭରଙ୍କର କଣ କେତେ ମାଡ଼ ହେଇଛି? ଡ୍ରାଇଭରଙ୍କର ମୁଣ୍ଡ ଫାଟି ଯାଇଛି, କାନ ପଟୁ ରକ୍ତ ବାହାରୁଛି, ପାଟିଟା ବି ଏମିତି ବୁଲି ଯାଇଛି, ଆଉ ଗୋଡ଼ ବି ମଧ୍ୟ ତାର ଫ୍ରାକ୍ଚର ହେଇଛି। କାରରେ କେତେ ଜଣ କଣ ଥିଲେ? କାରରେ ଜଣେ ଥିଲେ, ସେ ଡ୍ରାଇଭର ଭାଇନା ଜଣେ ଲୋକ ଥିଲେ ଡ୍ରାଇଭର। ପ୍ରତିଦିନ ଏଇଠୁ ଦୁର୍ଘଟଣା ଘଟୁଛି। ନିଶ୍ଚିତ ଆଜ୍ଞା।